ଯେଉଁ ମଣିଷ କୌଣସି କାମକୁ ଛୋଟ ଭାବେ ନାହିଁ ସେ ହିଁ ଦିନେ ସଫଳ ହୋଇଥାଏ। କାରଣ କୌଣସି କାମ ଛୋଟ ହୋଇନଥାଏ ଆଉ ସବୁ ବଡ଼ ସଫଳତା ଏହି ଛୋଟ କାମରୁ ଆରମ୍ଭ ହୋଇଥାଏ। କେହି ଜଣେ ମାଟିହାଣ୍ଡିକୁ ପଚାରିଲା, ତମେ ଏତେ ଥଣ୍ଡା କାହିଁକି? ଆଉ ଏହାର ଉତ୍ତରରେ ମାଟିହାଣ୍ଡି କହିଲା କି ଯାହାର ଅତୀତ ବି ମାଟି ଏବଂ ଭବିଷ୍ୟତ ବି ମାଟି ତ ସେ କେଉଁ କଥାରେ ଗରମ ହେଲେ ଖାଇବ। ଯେଉଁ ମଣିଷ ଜୀବନରେ ଦୁଃଖ କ'ଣ ବୁଝିଥାଏ ନା ସେ କେବେ କାହାରି ପାଇଁ ଦୁଃଖର କାରଣ ହୋଇନଥାଏ। ସକ୍ସେସ୍ର ସବୁଠୁ ବଡ଼ ଖାସ୍ କଥା କ'ଣ ଜାଣିଛନ୍ତି? ସେ ସେଇ ଲୋକମାନଙ୍କ ଉପରେ ଫିଦା ହୋଇଯାଇଥାଏ ଯେଉଁମାନେ କଠିନ ପରିଶ୍ରମ କରିଥାନ୍ତି। କେବେ କେବେ ମଣିଷ ଭୁଲ ହୋଇନଥାଏ, ବାସ୍ ବେଳେବେଳେ ତା ପାଖରେ ନିଜକୁ ଠିକ୍ ବୋଲି ପ୍ରମାଣ କରିବାକୁ ଶବ୍ଦ ନଥାଏ। ଅନୁଭବ ତାହା ନୁହେଁ କି ଆମ ଜୀବନରେ କ'ଣ କ'ଣ ଘଟିଯାଇଛି, ବରଂ ଅନୁଭବ ହେଉଛି କି ସେହି ପରିସ୍ଥିତି ବା ଘଟଣା ସମୟରେ ଆମେ କେମିତି ପ୍ରତିକ୍ରିୟା କଲୁ। ମଣିଷ କେବେ କେବେ ଭାଙ୍ଗି ନଥାଏ, ବାସ୍ ହାରି ଯାଇଥାଏ, କେବେ ନିଜ ଭାଗ୍ୟଠାରୁ ତ କେବେ ନିଜ ଲୋକଙ୍କଠାରୁ। ମଣିଷ ହସି କରି ଦେଖି ସାରିଲା ତ କେବେ କାନ୍ଦି କରି ଦେଖି ସାରିଲା, କାହାକୁ ନିଜର କରି ଦେଖି ସାରିଲା ତ କେବେ କାହାକୁ ହରେଇକି ଦେଖି ସାରିଲା। କିନ୍ତୁ ସେ ଗୋଟେ କଥା ଶିଖିଲା କି ଜୀବନ ସେ ହିଁ ଜିଇଁ ପାରିଥାଏ ଯିଏ ଏକା ବଞ୍ଚିବା ଶିଖିଯାଏ। ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିହାତି ଆବଶ୍ୟକ ଅଟେ। ଅଜ୍ଞାନୀ କହେ ସମ୍ପର୍କ ପଛେ କଟିଯାଉ ମୁଁ ଯୁକ୍ତିରେ ହାରିବିନି, ଆଉ ଜ୍ଞାନୀ କହେ ଯୁକ୍ତି ପଛେ ହାରିଯିବ ମୁଁ ସମ୍ପର୍କ ଭାଙ୍ଗିବିନି। ଖୁସିରେ ଥାଆନ୍ତୁ, ଭଲରେ ରୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଆଣ୍ଡ କମେଣ୍ଟ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ। ନେକ୍ସଟ ଭିଡ଼ିଓ ଦେଖିବା। ଯେଉଁ ସମ୍ପର୍କ ମଣିଷ ସବୁବେଳେ ମାନସିକ ଯନ୍ତ୍ରଣା ଦିଏ, ମନ ଭିତରେ ଅଶାନ୍ତି ସୃଷ୍ଟି କରାଏ, ସେ ସମ୍ପର୍କକୁ ନିଜ ଜୀବନରୁ ସବୁଦିନ ପାଇଁ ପୋଛିଦେବା ଉଚିତ। ସେ ନିଜର ହେଉ ବା ଆମର ଆତ୍ମୀୟତା। ଯାହା ଆଗରେ ତୁମର ମୂଲ୍ୟ ଥିବ ସେ ତୁମକୁ ଅପେକ୍ଷା କରିବ, ଯାହା ଆଗରେ ତୁମେ ମୂଲ୍ୟହୀନ ତୁମେ ତାକୁ ଅପେକ୍ଷା କଲେ ମଧ୍ୟ ସେ ତୁମକୁ ଅଣଦେଖା କରିବ। ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା ମଣିଷକୁ କୌଣସି ସ୍ଥାନରେ କୌଣସି ପର୍ଯ୍ୟାୟରେ ଏବଂ କୌଣସି ସମୟରେ ଛାଡ଼ି ନଥାଏ। ମଣିଷର ସବୁଠାରୁ ଭଲ ସାଙ୍ଗ ହେଉଛି ତା ସ୍ୱାସ୍ଥ୍ୟ। ଯେଉଁଦିନ ଏହି ସ୍ୱାସ୍ଥ୍ୟ ତା ସାଥ ଛାଡ଼ିଦେବ ମଣିଷ ସେହି ଦିନଠାରୁ ସବୁ ସମ୍ପର୍କ ପାଇଁ ବୋଝ ହୋଇଯିବ। ପ୍ରତିଶୋଧର ଆବଶ୍ୟକତା ନାହିଁ, କେବଳ ବସି ଦେଖ ଯେଉଁମାନେ ତୁମକୁ ଆଘାତ କରିବେ ଶେଷରେ ସେମାନଙ୍କ ଅବସ୍ଥା କ'ଣ ହେବ। ଯଦି ତୁମେ ଭାଗ୍ୟବାନ ଥିବ ଭଗବାନ ତୁମକୁ ଦେଖିବା ପାଇଁ ନିଶ୍ଚୟ ସୁଯୋଗ ଦେବେ। ଆପଣ ତର୍କ ଦ୍ୱାରା କାହାକୁ ସାହାଯ୍ୟ କରିପାରିବେ ନାହିଁ। ଆପଣ ଯେତେ ଶାନ୍ତ, ସରଳ ଓ ନମ୍ର ହେବେ ହୁଏତ କାହାକୁ ସାହାଯ୍ୟ କରିପାରିବେ। ତୁମର ଭଲ ସମୟ ଚାଲିଥିବା ବେଳେ ଅଚିହ୍ନା ଲୋକ ମଧ୍ୟ ନିଜର ଭଳି ବ୍ୟବହାର କରନ୍ତି, କିନ୍ତୁ ତୁମର ଖରାପ ସମୟ ବେଳେ ଚିହ୍ନା ଲୋକ ମଧ୍ୟ ଅଚିହ୍ନା ଭଳି ଅଭିନୟ କରନ୍ତି। ଯିଏ ରାଗିଥିବ କିମ୍ବା ଅଭିମାନ କରିଥିବ ତାକୁ ବୁଝେଇଲେ ସେ ବୁଝିବ, ଯିଏ ବଦଳି ଯାଇଛି ତାକୁ ଯେତେ ବୁଝାଇଲେ ସେ ଆଉ କେବେ ବୁଝିବ ନାହିଁ। ଅହଙ୍କାର ଆଉ ସଂସ୍କାର ଭିତରେ କେବଳ ଫରକ ଏତିକି, ଅହଙ୍କାର ଅନ୍ୟର ମଥା ନୁଆଁଇ ଖୁସି ହୁଏ ଆଉ ସଂସ୍କାର ନିଜ ନଇଁ ଯାଇ ଖୁସି ହୋଇଥାଏ। ବନ୍ଧୁ ଯଦି ସୁଖରେ ଅଛି ତାହେଲେ ନ ଡାକିଲା ଯାଏଁ ଯିବେ ନାହିଁ, ଆଉ ବନ୍ଧୁ ଯଦି ବିପଦରେ ପଡ଼ିଛନ୍ତି ଡାକିଲା ଯାଏଁ ଅପେକ୍ଷା ନ କରି ସେଇଠି ପହଞ୍ଚି ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ ସହଯୋଗ କରିବା ଉଚିତ। ତ ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ।